ଅପାସରା କାହାଣୀ। ଋଷି, ଚୋର ଓ ରାକ୍ଷସ। ଠାଏ କୁଡ଼ିଆ ଖଣ୍ଡେ ତଳି ବସବାସ କରୁଥିଲେ ଜଣେ ତେଜସ୍ୱୀ ଋଷି। ସଞ୍ଜ ସକାଳ ତାଙ୍କର କଟୁଥିଲା ଈଶ୍ୱରଙ୍କ ଉପାସନାରେ। ତେଣୁ ଦୁନିଆର ଦେଣ ନେଣ ଗଲା ଆଇଲାରେ ତାଙ୍କର କିଛି ଯା ଆସୁନଥିଲା। ସେ ଥିଲେ ପବନହାରୀ। ଋଷିଙ୍କର ଉପବାସ ଓ ଦାରିଦ୍ର୍ୟକୁ ସହି ନ ପାରି ତାଙ୍କର ଜଣେ ନିଷ୍ଠାପର ଭକ୍ତ ମୋଟା ସୋଟା ଦୁଧିଆଳି ମଇଁଷିଟାଏ ଆଣି ତାଙ୍କୁ ଭେଟିଦେଲେ। ତାର ମିଠା ଓ ବହଳିଆ କ୍ଷୀର ଖାଇ ଋଷି ଭାରି ମୁଗ୍ଧ ହେଲେ। ଦିନେ ଗୋଟାଏ ଚୋର ଋଷି ମଇଁଷି ପାଳିବା କଥା ଜାଣିଲା। ମଇଁଷି ପ୍ରତି ତାର ଲୋଭ ହେଲା। ଦିନେ ସେ ଚାଲିଲା ଋଷିଙ୍କ କୁଡ଼ିଆକୁ ମଇଁଷିଟାକୁ ଚୋରାଇ ଆଣିବାକୁ। ଏତିକି ବେଳେ ଗୋଟାଏ ରାକ୍ଷସ ମଣିଷ ବେଶ ଧରି ଚୋର ସଙ୍ଗେ ସଙ୍ଗେ ଚାଲିଲା। ତାକୁ ଦେଖି ଚୋର ପଚାରିଲା, ତୁମେ କିଏ? କୁଆଡ଼େ ଯାଉଛ? ସେ କହିଲା, ମୁଁ ଗୋଟାଏ ରାକ୍ଷସ। ମଣିଷ ରୂପରେ ଋଷିଙ୍କ କୁଟୀରକୁ ଯାଉଛି। କାରଣ ଋଷିଙ୍କ ଉପଦେଶରେ ଚଳି ଏ ରାଜ୍ୟର ବହୁ ଲୋକ ସତ୍ ମାର୍ଗରେ ଚାଲିଲେଣି। ଏକଥା ମୁଁ ସହିପାରୁନି। କୌଣସି ମତେ ତାଙ୍କୁ ମାରିବାକୁ ମୋର ଇଚ୍ଛା। ମୋ କଥା କହିଲି, ଏବେ ତୁମ କଥା କୁହ। ଚୋର କହିଲା, ଚୋରି ମୋର ବେଉସା। ତେଣୁ କେମିତି ଲୋକମାନଙ୍କର ଜିନିଷପତ୍ର ଚୋରି କରି ସେମାନଙ୍କ ମନରେ ଦୁଃଖ ଦେବି, ଏ ଭାବନାରେ ମୁଁ ଦିନ ରାତି ବୁଡ଼ି ରହିଥାଏ। ଋଷି ଗୋଟାଏ ମୋଟା ସୋଟା ମଇଁଷି ପାଳିଲେଣି। ଏଇନେ ମୁଁ ଯାଉଛି ସେଇଟାକୁ ଚୋରାଇ ଆଣିବି। ତାକୁ ବିକି ଦେଇ ପଇସା ପାଇଯିବି। ରାକ୍ଷସ କହିଲା, ଈଶ୍ୱରଙ୍କୁ ଧନ୍ୟ କହିବ। ଆମର ଯୋଡ଼ି ଅତି ଘନିଷ୍ଠ। କାରଣ ଆମ ଦୁହିଁଙ୍କର ଲକ୍ଷ୍ୟ ଏକ, ଋଷିଙ୍କର ହାନି କରିବା। ଏମିତି ଗପସପ କରି ଦୁହେଁ ବାଟ ଚାଲିଲେ। ସଞ୍ଜ ସରିକି ଯାଇ ସେମାନେ ପହଞ୍ଚିଲେ ଋଷିଙ୍କ କୁଡ଼ିଆ କତିରେ। ସେତେବେଳକୁ ଋଷି ଜପତପ ସାରି ଶୋଇପଡ଼ିଥିଲେ। ଚୋର ଭାବିଲା, ଯଦି ରାକ୍ଷସ ପ୍ରଥମେ ଯାଇ ଋଷିଙ୍କୁ ମାରିବାକୁ ଉଦ୍ୟମ କରେ, ସେ ଉଠିପଡ଼ି ପାଟି ଚିଲେଇ ପାରନ୍ତି। ତାଙ୍କ ପାଟି ଶୁଣି ପଡ଼ୋଶୀମାନଙ୍କ ନିଦ ଭାଙ୍ଗି ଯାଇପାରେ। ଏମିତି ହେଲେ ଆଉ ମଇଁଷିଟି ନେଇ ହେବନି। ତେଣେ ରାକ୍ଷସ ଭାବିଲା, ଯଦି ଚୋର ଆଗେ କୁଟୀରରୁ ମଇଁଷି ଚୋରାଏ, ସେ ନିଶ୍ଚୟ କବାଟ ଖୋଲିବ। କବାଟ ଖୋଲା ଶବ୍ଦରେ ଋଷିଙ୍କ ନିଦ ଭାଙ୍ଗି ଯାଇପାରେ। ସେ ଉଠି ପଡ଼ିଲେ ମୁଁ ଆଉ ତାଙ୍କୁ ମାରିପାରିବି ନାହିଁ। ତେଣୁ ସେ ଚୋରକୁ କହିଲା, ଟିକେ ରହିଯା, ମୁଁ ଋଷିଙ୍କୁ ମାରି ସାରେ, ତୁ ମଇଁଷି ଚୋରି କରିବୁ। ଚୋର କହିଲା, ଚୁପ୍, ମୁଁ ଆଗେ ମଇଁଷିଟା ନେଇଯାଏ, ତୁ ଋଷିଙ୍କୁ ମାରିବୁ। ଏମିତି କଥା କଟାକଟି ହେଉ ହେଉ ଦୁହେଁ କଳିଆ କଲେ। କଳିଆରୁ କଥା ଗଲା ହାତାହାତି ପର୍ଯ୍ୟନ୍ତ। ଶେଷରେ ଚୋର ଋଷିଙ୍କୁ ଡାକ ପକାଇ କହିଲା, ମହାପ୍ରଭୁ, ରାକ୍ଷସଟାଏ ଆସିଛି ଆପଣଙ୍କୁ ମାରିବା ପାଇଁ। ରାକ୍ଷସ ବି ଚିତ୍କାର କରି କହିଲା, ହେଇଟି ଗୋଟାଏ ଚୋର ଆସିଛି ତୁମ ମଇଁଷି ନେବା ପାଇଁ। ହଟ୍ଟଗୋଳ ଶୁଣି ଋଷି ଉଠିପଡ଼ି ପାଟି ଚିଲେଇଲେ। ଫଳରେ ପଡ଼ୋଶୀମାନେ ଘରୁ ବାହାରି ଆସିଲେ। ତାଙ୍କୁ ଦେଖି ଉଭୟ ଚୋର ଓ ରାକ୍ଷସ ନିଆଁ ମାରି ପଳାଇଲେ। ଋଷିଙ୍କର ଧନ ଜୀବନ ନିରାପଦ ରହିଲା।